ନିଜ ଉପରେ ଧ୍ୟାନ ଦିଅ, ଶତ୍ରୁ ଉପରେ ନୁହେଁ। 16ଟି ଉପାୟ। ନମ୍ବର 1, ନିଜ ସକାଳ ମଜବୁତ ବନାଅ। ସକାଳର ଆରମ୍ଭ ଯେମିତି ହୋଇଥାଏ, ପୁରା ଦିନ ସେମିତି ହିଁ ଚାଲିଥାଏ। ଯେଉଁ ବ୍ୟକ୍ତି ନିଜକୁ ସମୟ ଦେଇଥାଏ, ସେ ଅନ୍ୟର କଥାରେ ପଡ଼ିନଥାଏ। ନମ୍ବର 2, ନିଜ ଉର୍ଜା ବଞ୍ଚାଇବା ଶିଖ। ସବୁ କଥାରେ ପ୍ରତିକ୍ରିୟା ଦେବା ଦୁର୍ବଳତାର ପ୍ରତୀକ ଅଟେ। ଶତ୍ରୁ ଏହା ଚାହେଁ ଯେ ତୁମେ ଥକିଯାଅ। ଯିଏ ନିଜର ଉର୍ଜା ବଞ୍ଚାଇଥାଏ, ସେ ଲମ୍ବା ଦୌଡ଼ ଜିତିଥାଏ। ନିଜ ଉପରେ ଧ୍ୟାନ ଦେଇ ଶକ୍ତି ବଢ଼ିଥାଏ। ନମ୍ବର 3, ନିଜ ସାଇଲେଣ୍ଟକୁ ଅସ୍ତ୍ର ବନାଅ। ସବୁ ସତ କହିବା ଜରୁରୀ ନୁହେଁ। ସାଇଲେଣ୍ଟ ବହୁତ ଥର ହଜାରେ ଶବ୍ଦରୁ ଭାରି ପଡ଼ିଥାଏ। ଯିଏ କମ୍ କହି ବେଶୀ କରିଥାଏ, ସେ ଅନ୍ୟମାନଙ୍କ ମନରେ ଭୟ ସୃଷ୍ଟି କରିଥାଏ। ଶତ୍ରୁ ତୁମର ସାଇଲେଣ୍ଟ ହିଁ ଅଶାନ୍ତ ହୋଇଥାଏ। 4, ନିଜ ଦିନଚର୍ଯ୍ୟା ଉପରେ କାର୍ଯ୍ୟ କର। ଯାହାର ଦିନଚର୍ଯ୍ୟା ଠିକ୍ ନଥାଏ, ତାକୁ ସବୁ ଲୋକ ହାଲୁକା ଭାବେ ନିଅନ୍ତି। ନିୟମିତ ଜୀବନ ତୁମକୁ ଭିତରୁ ମଜବୁତ ବନାଇଥାଏ। ଯେବେ ତୁମେ ବ୍ୟବସ୍ଥିତ ରହିଥାଅ, ନକାରାତ୍ମକ ଲୋକ ଦୂରେଇ ରହନ୍ତି। ତୁମର ଦିନଚର୍ଯ୍ୟାକୁ ହିଁ ତୁମର ପରିଚୟ ବନାଅ। ନମ୍ବର 5, ନିଜ ସୀମା ନିର୍ଣ୍ଣୟ କର। ସମସ୍ତଙ୍କୁ ନିଜ ଜୀବନରେ ଦଖଲ ଦେବାର ଅଧିକାର ଦିଅ ନାହିଁ। ସୀମା ନିଶ୍ଚିତ କରିବା ଅହଙ୍କାର ନୁହେଁ, ବୁଦ୍ଧିମତ୍ତା ଅଟେ। ଯିଏ ନିଜ ସୀମା ଜାଣିଥାଏ, ସେ ସମ୍ମାନ ପାଇଥାଏ। ଶତ୍ରୁ ସେଠାରେ ପ୍ରବେଶ କରେ ଯେଉଁଠାରେ ସୀମା ନଥାଏ। 6, ନିଜ କାମକୁ କହିବାକୁ ଦିଅ। ଲୋକଙ୍କୁ ଉତ୍ତର ଦେବାଠାରୁ ଭଲ କାମ କରିକି ଦେଖାଅ। କାମର ଶବ୍ଦ ସବୁଠାରୁ ତୀବ୍ର ହୋଇଥାଏ। ଯେବେ ପରିଣାମ ସାମ୍ନାକୁ ଆସିଥାଏ, ତ କହିବା ଲୋକ ନିଜେ ଚୁପ୍ ହୋଇଯାଆନ୍ତି। ତୁମର କାମ ହିଁ ତୁମର ଅସଲି ଉତ୍ତର ଅଟେ। ନମ୍ବର 7, ନିଜ ସମୟର ମୂଲ୍ୟ ବୁଝ। ଯିଏ ତୁମର ସମୟ ବର୍ବାଦ କରେ, ସେ ତୁମର ଭଲ ଚାହିଁ ନଥାଏ। ସମୟ ସୀମିତ ଅଟେ, ଏହାକୁ ନିଜ ଉପରେ ଖର୍ଚ୍ଚ କର। ଯିଏ ସମୟର କଦ୍ର କରିଥାଏ, ସେ ଆଗକୁ ବଢ଼ିଥାଏ। ଶତ୍ରୁ ସମୟକୁ ଚୋରାଇ ତୁମକୁ ଅଟକାଇବାକୁ ଚାହୁଁଛି। ନମ୍ବର 8, ନିଜକୁ ତୁଳନା କରିବା ଛାଡ଼। ସବୁ ମଣିଷର ରାସ୍ତା ଅଲଗା ହୋଇଥାଏ। ଅନ୍ୟର ତୁଳନା କରୁଥିବା ଲୋକ କେବେ ସନ୍ତୁଷ୍ଟ ରହେ ନାହିଁ। ନିଜ ଅତୀତରୁ ଆଗକୁ ଯିବା ହିଁ ଅସଲି ଜିତିବା ଅଟେ। ତୁମର ଉନ୍ନତି ତୁମର ଅସଲି ଧ୍ୟାନ ହେଉ। ନମ୍ବର 9, ନିଜ ଅଭ୍ୟାସକୁ ସୁଧାର। ଅଭ୍ୟାସ ହିଁ ମଣିଷକୁ ବନାଇଥାଏ ଏବଂ ବିଗାଡ଼ିଥାଏ। ଶତ୍ରୁ ବାହାରେ ନୁହେଁ, ଖରାପ ଅଭ୍ୟାସରେ ଲୁଚିଥାଏ। ଭଲ ଅଭ୍ୟାସ ଧୀରେ ଧୀରେ ବଡ଼ ପରିବର୍ତ୍ତନ ଆଣିଥାଏ। ନିଜକୁ ସୁଧାରିବା ସବୁଠାରୁ ବଡ଼ ପରିବର୍ତ୍ତନ ଅଟେ। ନମ୍ବର 10, ନିଜ ଶରୀରକୁ ଅଣଦେଖା କର ନାହିଁ। ଦୁର୍ବଳ ଶରୀର ଦୁର୍ବଳ ମାନସିକକୁ ଜନ୍ମ ଦେଇଥାଏ। ନିଜ ଶରୀରର ଧ୍ୟାନ ଦେବା ନିଜର ସମ୍ମାନ କରିବା ଅଟେ। ଯେବେ ଶରୀର ମଜବୁତ ହେବ, ମନ ମଧ୍ୟ ମଜବୁତ ହେବ। ଶତ୍ରୁ ତୁମର ଦୁର୍ବଳତା ଖୋଜିବ। ନମ୍ବର 11, ନିଜ ସଫଳତାକୁ ମନେ ରଖ। ବିତି ଯାଇଥିବା ସଫଳତା ତୁମକୁ ଶକ୍ତି ଦେଇଥାଏ। ଯିଏ ନିଜ ସଫଳତାକୁ ଭୁଲିଯାଏ, ସେ ନିଜ ଉପରେ ସନ୍ଦେହ କରେ। ନିଜକୁ ମନେ ପକାଇବାକୁ ଦିଅ ଯେ ତୁମେ କେତେ ଦୂର ଆସିଯାଇଛ। ଏହି ଭାବନା ତୁମକୁ ପୁଣି ଉଠି ଛିଡ଼ା କରିଦେବ। ନମ୍ବର 12, ନକାରାତ୍ମକ କଥାରୁ ଦୂରେଇ ରୁହ। ସବୁ ଶୁଣୁଥିବା କଥା ସତ ନୁହେଁ। ନକାରାତ୍ମକ କଥା ମନକୁ ଦୁର୍ବଳ କରିଥାଏ। ଯିଏ ଶୁଣିବା ଛାଡ଼ି ଦେଇଥାଏ, ସେ ଆଗକୁ ବଢ଼ିଥାଏ। ଶତ୍ରୁର କଥାକୁ ମନ ପର୍ଯ୍ୟନ୍ତ ପହଞ୍ଚିବାକୁ ଦିଅ ନାହିଁ। ନମ୍ବର 13, ନିଜ ଲକ୍ଷ୍ୟ ସଫା ରଖ। ଯାହାର ଲକ୍ଷ୍ୟ ସ୍ପଷ୍ଟ ଥାଏ, ସେ ଦିଗହରା ହୋଇନଥାଏ। ସ୍ପଷ୍ଟ ଦିଗ ରଖିଲା ଲୋକ ଠିକ୍ ହୋଇଥାଏ। ନମ୍ବର 14, ନିଜ ଉପରେ ଭରସା ମଜବୁତ କର। ଦୁନିଆ ତାହା ମାନେ ଯାହା ତୁମେ ନିଜେ ମାନିଥାଅ। ଯଦି ତୁମକୁ ନିଜ ଉପରେ ଭରସା ନାହିଁ, ତ ଅନ୍ୟ କେହି କରିବେ ନାହିଁ। ନିଜ ଉପରେ ଭରସା ଶତ୍ରୁକୁ ଚୁପ୍ କରିଦିଏ। ନମ୍ବର 15, ନିଜ ଦୁର୍ବଳତାକୁ ସ୍ୱୀକାର କର। ଦୁର୍ବଳତାକୁ ମାନିନେବା ସାହସ ଅଟେ। ଯିଏ ନିଜ ଦୁର୍ବଳତାକୁ ଜାଣିଥାଏ, ସେ ତାକୁ ସୁଧାରିଥାଏ। ଶତ୍ରୁ ତୁମର ଦୁର୍ବଳତାର ଫାଇଦା ଉଠାଇଥାଏ। ତୁମେ ତାକୁ ପ୍ରଥମରୁ ହିଁ ସମାପ୍ତ କରିଦିଅ। 16, ନିଜକୁ ପ୍ରତିଦିନ ଭଲ ବନାଅ। ସବୁଦିନ ଅଳ୍ପ ଭଲ ହେବାର ପ୍ରୟାସ କର। ଛୋଟ ସୁଧାର ବଡ଼ ପରିବର୍ତ୍ତନ ହୁଏ। ନିଜର ବିକାଶ ହିଁ ବଡ଼ ସଫଳତା ଅଟେ। ସାଙ୍ଗମାନେ, ଆପଣମାନଙ୍କୁ ଏହି ଭିଡ଼ିଓଟି କେମିତି ଲାଗିଲା ନିଶ୍ଚୟ କମେଣ୍ଟରେ ଜଣାନ୍ତୁ।
ଭଲ ଲାଗିଲେ ଲାଇକ୍ କରନ୍ତୁ ଏବଂ ସେୟାର କରନ୍ତୁ ଏବଂ ଏହି ଚ୍ୟାନେଲକୁ ନୂଆ ଆସିଥିଲେ ସବସ୍କ୍ରାଇବ୍ କରିଦିଅନ୍ତୁ। ଧନ୍ୟବାଦ।